ଜଣେ ବୁଢ଼ୀ ମାଉସୀ ଟ୍ରେନ୍ର ଝରକା ପାଖରେ ବସି ବାହାରକୁ ଅନାଇ ଖୁବ୍ ଜୋର ଜୋରରେ କାନ୍ଦୁଛନ୍ତି। ଏ ସମୟରେ ଯେଉଁ ଯୁବକ ଆସିଛନ୍ତି ସେ ବୁଢ଼ୀ ମାଉସୀ ପାଖରେ ବସିଛନ୍ତି। ଏ ବୁଢ଼ୀ ମାଉସୀ କାନ୍ଦୁଥିବାର ଦେଖି ସେ ପ୍ରଶ୍ନ କରିଛନ୍ତି, ମାଉସୀ କାନ୍ଦୁଛ କାହିଁକି? ଏହା ଶୁଣିଲା ପରେ ବୁଢ଼ୀ ମାଉସୀ ଜଣକ ଏ ଯୁବକଙ୍କ ହାତକୁ ଗୋଟେ ବ୍ୟାଗ୍ ବଢ଼େଇ ଦେଇଛନ୍ତି। ଯୁବକ ଜଣ ସେ ବ୍ୟାଗ୍ଟି ଖୋଲିଛନ୍ତି। ବ୍ୟାଗ୍ରେ 4ଟି ପେଡ଼ା ଅଛି, ଗୋଟେ ଚିଠି ଅଛି। ବୁଢ଼ୀ ମାଉସୀ କହିଛି, ବାବାରେ ସେ ଚିଠିଟି ପଢ଼। ଏହାପରେ ସେ ଯୁବକ ଜଣ ଚିଠିଟି ପଢ଼ିଛନ୍ତି। ଚିଠିରେ ଲେଖା ଅଛି, ମାଉସୀ ଏ ଲାଲା ଉପରେ କେବେ ରାଗିବୁନି, ଅଭିମାନ କରିବୁନି। 2ଟା ନୁହଁ 4ଟା ପେଡ଼ା ନେଇକି ଯା। ଯୁବକ ଜଣ କିଛି ବୁଝିପାରିନାହାନ୍ତି, କହିଛନ୍ତି ଏ ତ ଭଲ କଥା, ଆପଣ କାନ୍ଦୁଛନ୍ତି କାହିଁକି? ଏହାପରେ ବୁଢ଼ୀ ମାଉସୀ କହିଛନ୍ତି, ମୁଁ ଯାଇଥିଲି ବାଙ୍କ ବିହାରୀଙ୍କ ଦର୍ଶନ ପାଇଁ। 200 ଟଙ୍କା ପ୍ରଣାମୀ ପକାଇଥିଲି। ସେଠି ଯେଉଁ ପୂଜାହାରୀ ଥିଲେ ସେ ମୋତେ ଗୋଟେ ପେଡ଼ା ଦେଲେ। ମୁଁ ପୂଜାହାରୀକୁ ବହୁତ ଅନୁରୋଧ କଲି ଯେ ମୋତେ 2ଟି ପେଡ଼ା ଦିଅନ୍ତୁ, ମୋ ଘରେ ପୁଅଟିଏ ଅଛି। ପୂଜାହାରୀ ମୋ କଥା ଶୁଣିଲେନି। ମୁଁ ଉତ୍ତ୍ୟକ୍ତ ହୋଇ କହିଲି, ମୁଁ 200 ଟଙ୍କା ପ୍ରଣାମୀ ପକାଇଛି। ପୂଜାହାରୀ କହିଲେ 200 ନୁହେଁ 3000 ପକାଇଲେ ମଧ୍ୟ ସେ ଗୋଟିଏ ପେଡ଼ା ମିଳିବ। ଏଠି ନିୟମ ହେଉଛି ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ପେଡ଼ା ମିଳେ। ଏହାପରେ ମୁଁ ରାଗିଗଲି ଏବଂ ସେଇ ପେଡ଼ାଟିକୁ ଯାହା ମୋତେ ପୂଜାହାରୀ ଦେଇଥିଲେ ତାକୁ ମୁଁ ତାଙ୍କୁ ଫେରାଇଲି। ରଖ ତମ ପେଡ଼ା, ଦରକାର ନାହିଁ ସେ ପ୍ରସାଦ। ଏହା କହି ମୁଁ ବଡ଼ ବଡ଼ ହେଇ ବାହାରକୁ ଚାଲି ଆସିଲି। ବାଟ ସାରା ବାଙ୍କ ବିହାରୀଙ୍କୁ ଗାଳି ଦେଲି ଯେ ତୋ ଦରବାରରେ ଏ କ'ଣ ଚାଲିଛି, ଗୋଟିଏ ପେଡ଼ା ଏଠି ମୋତେ ମିଳୁନାହିଁ। ଏତେ କହିଲା ପରେ ତ ପୂଜାହାରୀ ଗୋଟେ ପେଡ଼ା ଦେବାକୁ ମୋତେ ମନା କରୁଛନ୍ତି। ଗୋଟିଏ ପେଡ଼ା ଦେଲେ ଆଉ ଗୋଟେ ପେଡ଼ା ଦେଲେ କ'ଣ ଅସୁବିଧା ହେଇଥାନ୍ତା। ଏମିତି କହିକି ଆସିଲି, ଗୋଟେ ଚୌତରା ଉପରେ ବସିଯାଇଛି। କିଛି ସମୟ ଗଲା ପରେ ହଠାତ୍ ଏକ ବାଳକ ଆସିଛି। ଦୌଡ଼ି ଦୌଡ଼ି ଅସ୍ତବ୍ୟସ୍ତ ହେଇ ଆସିଛି। କହିଛି, ମାଉସୀ ଟିକେ ଏଟା ଧରିଲ। ମୁଁ ସେ ବ୍ୟାଗ୍ଟି ଧରିଛି ଏବଂ ବାଳକଟି କହିଛି, ରୁହ ମୁଁ ଆସୁଛି, କହିକି ଚାଲିଗଲା। ତାପରେ ଅନେକ ସମୟ ବସିଲା ପରେ ମଧ୍ୟ ସେ ବାଳକଟି ଆସିଲା ନାହିଁ। ଏହାପରେ କ'ଣ କରିବି, ମୁଁ ସେ ବ୍ୟାଗ୍ ତ ଫେରାଇ ପାରିଲି ନାହିଁ। ବାଧ୍ୟ ହୋଇ ସେଇ ଚୌତରା ଉପରେ ବସି ବ୍ୟାଗ୍ଟିକୁ ଖୋଲିଲି। ଖୋଲିଲା ବେଳକୁ 4ଟି ପେଡ଼ା ଅଛି। ସେଥିରେ ଲେଖାଯାଇଛି ଯେ ମାଉସୀ ମୋ ଉପରେ ରାଗିବୁନି, ଅଭିମାନ କରିବୁନି। 2ଟା ନୁହଁ 4ଟା ପେଡ଼ା ନେଇଯା। ଦେଖିଲ ପୁଅ, ବାଙ୍କ ବିହାରୀ କେଡ଼େ ଦୟାଳୁ। ମୁଁ 2ଟା ପେଡ଼ା ମାଗୁଥିଲି, ମୋତେ ସେ 4ଟା ପେଡ଼ା ଦେଲେ ଏବଂ କହିଲେ ଅଭିମାନ କରିବ ନାହିଁ ବୋଲି। ସେଇଥିପାଇଁ ସେ ପ୍ରଭୁଙ୍କ ଲୀଳାକୁ ଦେଖି ମୁଁ କାନ୍ଦୁଛି। ଦେଖିଲେ ଦର୍ଶକ ବନ୍ଧୁ, ପ୍ରଭୁଙ୍କ ଲୀଳା କେତେ ବିଚିତ୍ର ରହୁଛି। ନମସ୍କାର।